ସମୟରେ ମନେ ପଡେ ପ୍ରଭୁର କଥା, ମନେ ପଡେ ମଞ୍ଚର କଥା। ଆଜ୍ଞା କଳାକାର ଜୀବନ ବଡ଼ ଦୁଃଖମୟ ଦୁର୍ବିସହ ଜୀବନ। ତେଣୁ ଆଜ୍ଞା ମନରେ ଅଜସ୍ର ଦୁଃଖ ଥିଲେ ମଧ୍ୟ ତାକୁ ଭୁଲି ଯାଇ ହସି ହସି ମଞ୍ଚରେ ସେ କଳା ପରିବେଷଣ କରେ। ଆଜ୍ଞା ପ୍ରସଙ୍ଗ ଉପରକୁ ଯିବା। କଣ ହେଇଛି? ମା ପରା କହିଥିଲି, ସ୍ନେହମୟୀ ମା। ଦୁନିଆରେ ମା ପରି କିଏ ନାହିଁ, ସ୍ତ୍ରୀ ପରି କେହି ନାହିଁ। ମୁଁ କହୁଛି ସ୍ତ୍ରୀ ପରି କେହି ନାହିଁ, ତମେ କହୁଛ ମା ପରି କେହି ନାହିଁ। ଆଚ୍ଛା ଠିକ ଅଛି, ହଁ କହୁନ। ମା ଆଉ ସ୍ତ୍ରୀ ମଧ୍ୟରେ ପାର୍ଥକ୍ୟ କଣ? କଣ ଦେଖିବା? ମାତ୍ର ଦୁଇଟି ପଦ ଗାଇବି। ହଁ ତାପରେ ବିଷୟ ଯିବା। ହଁ ନୟାଗଡ଼ ଜିଲ୍ଲାର କବି ସଂକୀର୍ତ୍ତନ ଗଣେଶ ଉପାଧିରେ ଭୂଷିତ ପୂଜ୍ୟ ମହୋଦୟ ଭାଗବତ ପ୍ରଧାନ। ହଉ 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 ଦୁଇଟି ପଦ ଗାଇବି। ହଁ ମା କଣ କରେ ଆଉ ସ୍ତ୍ରୀ କଣ କରେ ଦେଖିବା। କଲେ ଭଲ ଦରବ ଇଏ ପାଇଲେ ଜନନୀ, ଇଏ ମୋ ପାଇଁ ଟିକିଏ ସାଇଥିବ, ମୋ ପାଇଁ ଟିକିଏ ସାଇଥିବ, ମୋ ପାଇଁ ଟିକିଏ ସାଇଥିବ, ମୋ ପାଇଁ ଟିକିଏ ସାଇଥିବ। ହାରିଦା ଭାବିବ ବାହାରେ ମୋ ସ୍ୱାମୀ, ହାରିଦା ଭାବିବ ବାହାରେ ମୋ ସ୍ୱାମୀ। ଭଲ ମନ୍ଦ କେତେ ଖାଉଥିବ, ଭଲ ମନ୍ଦ କେତେ ଖାଉଥିବ। ମା କିଛି ଭଲ ଜିନିଷ ଟିକେ ପାଇଛି, ବନ୍ଧୁବାନ୍ଧବ ଘରୁ ଆସିଛି, କଣ ଛେନା ପିଠା ମିଠା। ପୁଅଟା ତାର ଘରେ ନାହିଁ, କଣ କାମରେ ଯାଇଛି ଖଣ୍ଡପଡା। କାମ ସାରି ଫେରିଲା ବେଳକୁ ସନ୍ଧ୍ୟା ବେଳ ହେବ। ମା ପାଟିକୁ ସେ ଜିନିଷ ଯିବ ନା ନା। ମା କେବେ ଖାଇବ ନା। ଏଇ ସାଉଣ୍ଡ ଟା କରନ୍ତୁ ହେଲେ ଏଟା। କାନିରେ ସାତ ଗଣ୍ଡି ଦେଇ ସାଇତି ଥିବ, କାନି ପଣତଟା ଝୁଲୁଥିବ। ବା ମୋ ପୁଅ ଆସିଲେ ଖାଇବ, ମୋ ପୁଅ ଖାଇବ। ପୁଅର ଫେରିବାରେ ବିଳମ୍ବ ହେଲେ ମା ମନ ଅଥୟ ହେଇଯାଏ। ବାସ୍ ବାସ୍। ସାଇ ପଡିଶାର କାହାକୁ ଯଦି ଦେଖିଦେବ ଏ ପୁଅ ପଚାରିବାରେ ମଦ ନା, ଆରେ ମୋ ପୁଅ ଖଣ୍ଡପଡା ଯାଇଥିଲା, ଦେଖିଥିଲୁ କି ବାଟରେ ଫେରିବାର? ନା ଦେଖିଥିଲି, ଗଲା ବେଳକୁ ଦେଖିଥିଲି। ସିଏ ଥିଲା ଥାନା ଛକରେ, ମୁଁ ଯାଇଥିଲି ଜଗନ୍ନାଥ ଛକକୁ। ଆଚ୍ଛା ଆସିବ ବୋଲି କହୁଥିଲା? ମୁଁ ସେମିତି କହିପାରିବିନି। ଦେଖନ୍ତୁ ଇଏ ହଉଛି ମାର ମନ। ମା କେତେ କାହାକୁ ପଚାରି ବସିବ, କାହିଁକି ମୋ ପୁଅର ବିଳମ୍ବ ହେଲାଣି, 10 ଥର ଦାଣ୍ଡକୁ ଆସି ସ୍ନେହମୟୀ ମା କଣ କରିବ? ହେଲେ ସ୍ତ୍ରୀ କଣ କରିବ? ମା ସିନା ସାଇତି ଦବ ତା ଧନ ପାଇଁ। ସେଇ କଥା, 7 ଗଣ୍ଠି ପକେଇଥିବ ମା। ମା କାନିରେ 7 ଗଣ୍ଠି ପକେଇଥିବ, ମୋ ପୁଅ ହେଲେ ଖାଇବ। ହେଲେ ସ୍ତ୍ରୀ କଣ କହିବ ଜାଣିଛ? ମୋ ସ୍ୱାମୀ ଯାଇଛନ୍ତି ପାଲାଗାଇ, ଏ ଯୋଉ ବରା ଚପ, ବରା ଲୁଣିଆ ବରାକୁ ଚପ ଆଣିଲେ। ବାପୁନି ବାବୁ, ବାପୁନି ବାବୁ ଏଇ ଲୁଣିଆ ବରାକୁ ଚପ କଲେ କେତେ ଭଲ ମନ୍ଦ ଖାଉଥିବେ। ଆଉ ପଡ଼ିଶାର ଆରିସା ପିଠା 4ଟା ଦେଇଥିଲେ। ସ୍ତ୍ରୀ ଅଣ୍ଟିରେ ରଖିଥିବ, ଡାହାଣ ହାତରେ ଘର ଓଳଉଥିବ, ବାଁ ହାତରେ କହିବ ଆଁ। ସ୍ତ୍ରୀ ଡିଆଇଁ ଦେବ, ଆଉ ମା ଦେବ ଯୋଉ ଲୁଣିଆ ବରା। ଆଚ୍ଛା ଜେନାବ, ତମେ ଆଜି ଏକାଦଶୀରେ ତମେ ସାତ୍ଵିକ ଆହାର କିଛି ନେଇଥାନ୍ତ। ସାର୍ ଚୁଡ଼ା ଭଜା ହକା ଦେଇଥିଲେ କେତେ ଭଲ ହେଇଥାନ୍ତା। ଆଚ୍ଛା ସେ ଯୋଉ ବରା ଚପ ଦେଲେ 16 ଭିଡ଼ି ସବୁଦିନ ରାତି ଅନ୍ଦ୍ରାକୁ
ये जो थंडा ज्वर होची हे बरा खाइ तो गैस खाली होची अको যাত্রা কথা কোন করবে চলে নিও ঠিক আছে तते चाट देलेनी चाट तो भलो স্ত্রী স্ত্রী কইব खाइ दबो কেতে কোন ভাল মন্দ খাউছনি বজারে বলুছনি ইয়ে কোন ছার জিনিস সাই দিবি নিজে খাই দেব वाह ও নিজে মুড়ি আগে চাখি দিয়ে छत्ता देखी চাকু দাও সব চাখি দেব आ कोन करियो ଆଉ কোন করিব मा कोन करे মা देखिबा বলে ছিন্ডা লুগা পিন্ধি মা কউথিব ए बुआ ମୋ ପୁଅ ପାଇଲା କେତେ ଦୁଃଖ मपुआ पाइला केते दुख रे मपुआ पाइला केते दुख मपुआ पाइला केते दुख ପିନ୍ଧିବାକୁ ଶାଢ଼ୀ ଗୋଡ଼କୁ କଚାଡ଼ି पिंधिबाकु साड़ी गोड़ाकु कचाड़ी ପିନ୍ଧିବାକୁ ଶାଢ଼ୀ गोड़ाकु कचाड़ी पिंधिबाकु साड़ी गोड़ाकु कचाड़ी ଯେ ହେଉଥିବ ସକ ସକ लागे होउची बस सक ଅଭିନୟ খুব চমৎকার ହଁ ଆଜ୍ଞା ସ୍ନେହମୟୀ ମା ଛିଣ୍ଡା ଚିରା ଲୁଗାଟେ ପିନ୍ଧିଥିବ ସିନା पिंधि दियो ପୁଅ ତାର ଚାକିରି କରିଛି ମ हां हां ମୋଟା ଅଙ୍କରେ ସାଲାରୀ ପାଉଛି पाउची ମାସକୁ ପୁଅର ଦରମା 70,000 हां 70 ହେଲେ ତା ମା କେବେ ତା ପୁଅକୁ କହିବନି ଧନରେ ମୋ ପାଇଁ ଗୋଟେ ଭଲ ଶାଢ଼ୀଟେ ଆଣିବ साड़ी टाणी देब रे बुआ କେବେ ମା କହିବନି ना କାହିଁକି काहे की ମା ଭାବିବ କାଳେ ମୋ ପୁଅ ପାଖରେ ପଇସା ଥିବ କି ନଥିବ नथिबो ମୁଁ ଶାଢ଼ୀ ପାଇଁ ବରାଦ କଲେ हां ମୋ ପୁଅ ପୁଣି ତା ସାଙ୍ଗ ସାଥିରେ ହାତ ପତେଇବ हां 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 ନାଇଁ ମୋ ପୁଅ ମୋର ଇଏ ଚିରା ଫଟା ଲୁଗା ଦେଖିଲେ हां ସେ ଆପେ ଆପେ ମୋ ପାଇଁ ଲୁଗା ଖଣ୍ଡେ ଆଣିଦେବନି निश्चय आनी देबो ନିଶ୍ଚୟ ଆଣିବ ମୋ ପୁଅ हेले स्त्री ହେଲେ ସ୍ତ୍ରୀ କ'ଣ କହିବ स्त्री कोन करे जानिछ ନା ପିନ୍ଧିବାକୁ ଶାଢ଼ୀ ଗୋଡ଼କୁ କଚାଡ଼ି ରାଗେ ହେଉଥିବ ସକ ସକ ଆଜ୍ଞା ସବୁ ପର୍ବରେ ଗୋଟେ ଗୋଟେ ଲୁଗା ମୁଁ ଆଣିଛି ଦଶହରା ହେଲା ନୂଆ ଶାଢ଼ୀ ନୂଆ ଲୋକ କୁମାର ପୂର୍ଣ୍ଣିମା ନୂଆ ଶାଢ଼ୀ ନୂଆ ଶାଢ଼ୀ ରଜ ନୂଆ ଶାଢ଼ୀ ନୂଆ ଶାଢ଼ୀ ସାବିତ୍ରୀରେ ନୂଆ ଶାଢ଼ୀ ନୂଆ ଶାଢ଼ୀ ସାବିତ୍ରୀ ଦିନ ଆଣିଲିନି ଆଜ୍ଞା କାହିଁ ଆଣିଲୁ ସାବିତ୍ରୀ ଦିନ ଆଣିଲିନି ମୁଁ କହିଲି ନୂଆ ଶାଢ଼ୀରା ତ ଘରରେ ତ ଫୁଲ ହେଇକି ରହିଲାଣି ଏ ଲୁଗାପଟା କ'ଣ ହବ ଏତେ ଆଜ୍ଞା ମୁଁ ସେଦିନ କୁଆ ଯାଇନି ସାବିତ୍ରୀ ଦିନ ମୁଁ କହିଲି ମୁଁ ମୋତେ ମୁଣ୍ଡିଆ ମାଲି ଯାଇ ଖାଇବେ ନା ମୁଁ କୁଆ ଯାଇନି ପଡ଼ିଆ ହେଇକି ବଇଛି ଆଜ୍ଞା ଗୋଟେ ଶାଢ଼ୀ ମୁଁ ଆଣିନି ଇଏ କ'ଣ କଲେ ଜାଣିଛ ଖାଲି ତ ଖାଲି ଘର ଖାଲି ଏପଟ ସେପଟ ହେଉଥାନ୍ତି ଆଉ ମାନେ ଫଳମୂଳ ଆଜ୍ଞା ମୁଁ ବୋଝେ ଆଣିଛି ଲୁଗାଟେ ଆଣିନି ଆଉ ଇଏ କ'ଣ କଲେ କହିଲ ଗଡ଼ରେଜ ଖୋଲିଦେଲେ ମୁଁ କହିଲି ଲୁଗା ତ ଗଡ଼ରେଜ ଅଛି ଏତେ ଖୋଲିଲେ ମୁଁ କହିଲି ଯାହା ହଉ ପିନ୍ଧିଦେବେ ଗୋଟେ ଆଉ ସାରେ ସେ କ'ଣ ପିନ୍ଧିଲେ ଗଡ଼ରେଜ ଖୋଲିକି ଯେତେ ଲୁଗାପଟା ଥିଲା ସବୁ ବାହାର କରି ଫୋପାଡ଼ି ଦେଲେ ସେଟା ସବୁ ଫୋପାଡ଼ି ଦେଲେ ଆଉ ଯେଉଁଠି ପିନ୍ଧି ନଥିଲେ ସେଇଟା କ'ଣ ରଖିଲେ ସେଇଟା ବି ଫୋପାଡ଼ି ଦେଇକି ଘରେ ବସିଲେ ଏମିତି ଚୁପ ହେଇଯା ବସ ବସ ଜେନା ବାବୁ ମୋରେ ଲାଜ ସରମ ବୋଲି କିଛି ନାହିଁ ହଁ କହିଲେ ସେ ଗଡ଼ରେଜ ଜାଗାରେ ଶାଢ଼ୀ ଫୋପାଡ଼ି ଦେଲେ ଯୋଉଟା ପିନ୍ଧିଥିଲେ ସେକୁ ବି ଫୋପାଡ଼ି ଦେଲେ ହଁ ଆଜ୍ଞା ଗଡ଼ରେଜରେ ଯୋଉ ନୂଆ ଶାଢ଼ୀ ଅଛି ସ୍ତ୍ରୀର ଚିନ୍ତାଧାରା କହିଲେ ତାକୁ ପରା ମୁଁ ଥରେ ଥରେ ପିନ୍ଧି ସାରିଲିଣି ସମସ୍ତେ ଦେଖିଦେଲେନି ସେ ଶାଢ଼ୀ ଆଉ ସେ ଶାଢ଼ୀ ଚଳିବନି ଆଉ ଗୋଟେ ଶାଢ଼ୀ ଦରକାର ଦେଖନ୍ତୁ ଆଜ୍ଞା ସ୍ନେହମୟୀ ମା ପରି କିଏ ନାହିଁ ପୁଅ ରୁଷି ଯାଉଛି କହିଲେ ରୁଷି ଗଲେ ପୁଅ ଖୁସି ହୋଇ ମା ପଛରୁ ଡାକିବ ପଛରୁ ଡାକିବ ପଛରୁ ଡାକିବ ପଛରୁ ଡାକିବ କର ହସି ଭାରି ତ କହିବ ଭାରି ତ କହିବ ଦରକାର ନାହିଁ ଯା ଯା ଦରକାର ନାହିଁ ଯା ଯା କଥା କଟାକଟି ହେଇ ଘରେ ଟିକେ ଝଗଡ଼ାଟା ଆରମ୍ଭ ହେଇଛି ସେଇ କଥାକୁ କେନ୍ଦ୍ର କରି ପୁଅଟା ଘରୁ ରୁଷିକି ପଳେଉଛି ବାହାରକୁ ବାସ୍ ତା ମା ଆଉ ଘରେ ବସିବ ନା ପୁଅ ପଛେ ପଛେ ଦୌଡ଼ିବ ଧାଇଁଥିବ ମୋ ଧନଟା ମୋ ସୁନାରେ ତୁ ରୁଷିକି ଚାଲିଗଲେ ମତେ ମା ବୋଲି କିଏ ଡାକିବ ଆଉ ରହିବିନି ମା ଡୁବାଇ ଯିବି ଡୁବାଇ ଆରେ ତୋତେ ଦଣ୍ଡେ ନ ଦେଖିଲେ ମୁଁ ପୁରା ଅନ୍ଧୁଣି ହେଇଯାଏ ତୁ ଥା ମା ତୁ ଥା ତୋ ତୁଣ୍ଡରୁ ଟିକେ ମା ଡାକ ନ ଶୁଣିଲେ ମୋ ଆଖିକୁ ନିଦ ଆସେ ତୋତେ ନ ଦେଖିଲେ ଥରେ ଧନ ଏ ମନ ବୁଝେ ନା ତୋର ମା ଡାକ ନ ଶୁଣିଲେ ନିଦ ହୁଏ ନା ନିଦ ହୁଏ ନା ନିଦ ହୁଏ ନା ତୋତେ ନ ଦେଖିଲେ ଥରେ ଧନ ମନ ବୁଝେ ନା ତୋର ମା ଡାକ ନ ଶୁଣିଲେ ନିଦ ହୁଏ ନା ନିଦ ହୁଏ ନା ନିଦ ହୁଏ ନା ଗଲେ ତୁ ଗୋଠକୁ ଯମୁନା ତୁଠକୁ ଗଲେ ତୁ ଗୋଠକୁ ଯମୁନା ତୁଠକୁ ଚାହିଁ ଚାହିଁ ଦିନ ସରେ ନା ତୋତେ ନ ଦେଖିଲେ ସ୍ନେହମୟୀ ମାର ଚିନ୍ତାଧାରା ସ୍ତ୍ରୀର ଚିନ୍ତାଧାରା ଆଜ୍ଞା ମା ଆଉ ସ୍ତ୍ରୀ ମଧ୍ୟରେ ଏଇ ତ ହଉଛି ପାର୍ଥକ୍ୟ
ହେଲେ ସ୍ତ୍ରୀ ଆଜ୍ଞା ଦେଖନ୍ତୁ ହେଲେ ସ୍ତ୍ରୀ କଣ ବର୍ଷା ଦିନ ପୁଅଟା ତେଣେ କାମ କରିକି ସ୍ତ୍ରୀ କଣ କହିବ ଜାଣିନ ହଁ ମା ସିନା ଡାକିବ ଆହାରି ପୁଅ ଧନ ଘରକୁ ମୋର ହଁ ହେଲେ ସ୍ତ୍ରୀ କହିବ ଯା ଯା ରେ ଚଇତା ତୁ ମରିଗଲେ ମୋର କେତେ ଦେଖନ୍ତୁ ଜେନା ବାବୁଙ୍କର କଥାର ମୋରଟା ସେଇ ଆଡକୁ ଯିବ ହଁ ଜାଗାରେ ଗୋଟେ ଶୂନ୍ୟ ସ୍ଥାନ ରହିବ ହଁ ଯାହାକି ପୂରଣ କରିବାରେ ଆପଣ ହିଁ ସକ୍ଷମ ହେବେ ହଁ ତୁ ମରିଗଲେ ମୋର କେତେ ହଁ ହଉ ବସ ତାପରେ ଲାଷ୍ଟକୁ କହିକି ଆସିବେ କହିକି ଆସିବ କ୍ୟା କରେंगे କାଲି ଆଜ୍ଞା ତେଣୁ ଇଏ ହଉଛି ସ୍ତ୍ରୀ ଆଉ ମା ମଧ୍ୟର ପାର୍ଥକ୍ୟ ବର୍ଷାରେ ସେଦିନ ପୁଅଟା କାମ କରି କରିକି ଫେରିଛି ରୁଆ ବେଉଷଣ ହଉଛି ଓଦା ଭିଜାରେ ଆସି ପହଞ୍ଚିଗଲା ମା ବସିଥିବ ଆଉ ସ୍ତ୍ରୀ ବସିଥିବ କେବେ ଆଜ୍ଞା ମା କୁ କହିବେନି ଯେ ମା ଯାଇକି ନାଲି ଚାହା ଟିକେ କରିଦେଲୁ ବର୍ଷାରେ ନା ଯଦି ମା କୁ ପୁଅ କହିଦେଲା ସେଠି ସ୍ତ୍ରୀ ଥିବ ଶୁଣିବ ୟା ମାଠୁ ତ ଚା କରି ପିଇବାକୁ ଥିଲା ମତେ କାଇଁ ଆଣିଥିଲା ମୋ ଇଏ ଆଜ୍ଞା କିନ୍ତୁ ମା କୁ ନ କହି ଯଦି ସ୍ତ୍ରୀ କୁ କହିବେ କହିବେ ଗଲ ଟିକେ ଚା କରିବ ସେଠି ସ୍ତ୍ରୀର ଚିନ୍ତାଧାରା କଣ ଜାଣିଛ କହିବେ ଯାହା ହଉ ମୁଁ ଆସିବା ଦିନରୁ ତା ମା କୁ ଆଉ ଭଲ ପାଉନି ମତେ ଭଲ ପାଉଛି ସେଥିପାଇଁ ମତେ କହୁଛି ନା ଇଏ ଚିନ୍ତାଧାରା ଆଉ କଣ ଦ୍ୱିତୀୟ କଥା ସ୍ୱାମୀ ଖାଇ ବସିଛନ୍ତି ସ୍ତ୍ରୀ ରୋଷେଇ କରିଛି ଭାତ ଡାଲି ତରକାରୀ ଘରେ ଯାହା ହେଇଛି ସବୁ ବାଢି ଦବ ସବୁ ହେଇଛି ପଡିଶା ଘର ସେଦିନ ତରକାରୀ ଗିନାଟା ଦେଇଛନ୍ତି ଆଉ ତରକାରୀ ଦେଇଛନ୍ତି ସ୍ତ୍ରୀ କଣ କରିବ ନା ପଛରେ ପଡିଶା ଘର ତରକାରୀ ଗିନାଟା ନେଇକି ଦବ କିନ୍ତୁ ଚାହିଁ ରହିଥିବ ଦେଖିବା ପଡିଶା ଘର ତରକାରୀ ଖାଇକି ଭଲ ନା ମନ୍ଦ କହୁଛନ୍ତି ସ୍ୱାମୀ ପଡିଶା ଘର ତରକାରୀ ଖାଇଲା ବେଳେ ଇଏ ସ୍ତ୍ରୀ ପଚାରିବ ଯେ ତରକାରୀ ଭଲ ହେଇଛି କି ମନ୍ଦ ହେଇଛି କେବେ କହିବେନି ଆଜ୍ଞା ପଡିଶା ଘର ତରକାରୀ ଭଲ ହେଇଛି ବୋଲି ନାଇଁ ଯଦି କହିଦେବେ ପଡିଶା ଘର ତରକାରୀ କିନାଟା ଭଲ ହେଇଛି ସାଙ୍ଗେ ସାଙ୍ଗେ କହିବ କହିବ ଯାଉନୁ ତା ଘରେ ଖାଇବୁ ତା ଘରେ ଭଲ ତରକାରୀ କରୁଛୁ ଯା ଖାଇବୁ ତା ଘରେ ଆଜ୍ଞା ନାଇଁ ଯଦି କହିବେ ପଡିଶା ଘର ତରକାରୀ କିନାଟା ନାଇଁ ଭଲ ଲାଗୁନି ସ୍ତ୍ରୀ କହିବ ତାଙ୍କୁ କଣ ରୋଷେଇ କରି ଆସେ ମୁଁ ପରା ରୋଷେଇ କରୁଛି ଆଜ୍ଞା ଇଏ ହଉଛି ମା ଭାବ ଆଉ ସ୍ତ୍ରୀର ଭାବ ସ୍ନେହମୟୀ ମା ପୁଅ ମନରେ କଷ୍ଟ ହେଲା ଭଳି କଥା ପଦେ କେବେ ତେଣୁ ଦୁନିଆରେ ମାର ଅସମ୍ମାନ କେବେ କରନ୍ତୁନି ଯେତେ ସବୁ ଯୁବ ବନ୍ଧୁ ଅଛନ୍ତି ଯୁବପିଢି ଅଛନ୍ତି କୁନା କୁନା ପିଲାମାନେ ଅଛନ୍ତି ମୁଁ କହୁଥିଲି ନା ମା ବାପା ହେଉଛନ୍ତି ଦେବତା ବାପା ମାଙ୍କୁ କେବେ ଅସମ୍ମାନିତ କରନ୍ତୁନି ତାଙ୍କର ସ୍ଥାନ ଉଚ୍ଚରେ ସବୁବେଳେ ଉଚ୍ଚରେ ରଖନ୍ତୁ ଆଜ୍ଞା ତେଣୁ ଭୀମ ଆଜି ଯେତେବେଳେ ମାର ଅପମାନ କଲା ସହ୍ୟ କରିପାରିଲେନି ପ୍ରଭୁ କହିଲେ ଏ ଭୀମ ଛାଡ ଉଦୟନାଥ ରଥ ଶର୍ମାଙ୍କର ପୁଣି ପଦ କଣ କହିଲେ ଭଗବାନ କୃଷ୍ଣ କହିଲେ ଭୀମ କଣ କହିଲେ ତୋଳି ପଦ ଧୂଳି ବୋଳି ହୁଅ ଜାମଥାରେ ବଳିଲେ ବଳିଷ୍ଠ ଦିଅ ଉଦୟନାଥରେ ଭୀମ ଯଥା ଶୀଘ୍ର ଯା ମାର ପାଦ ଧରି କ୍ଷମା ମାଗ माँ मुझे माँ पोड़ दे माँ मत क्षमा कर दियो पातले क्षमा मागिले सिना किंतु भीम कहिले कले कालीरा प्रभातरु बस भगवान कृष्ण कर पाद छुई शपथ कले नियो कले काली प्रभातरु बस से दुर्योधन को मु मारी देबी हां हां जदी दुर्योधन को मारी न पारिबी काली वाह ताले अग्नि लागिबो अग्नि रे मो शरीर को घास देबी जदी दुर्योधन को काली मारी न पारिबी ताले मु बंचिबिनी मु मरि जीबी वाह कृष्ण पाद छुई शपथ करि देला अच्छा भगवान कृष्ण कर पाद छुई से शपथ करि देला हेले दुर्योधन अछि केउठी जानिबा केमती एका बंची छिले अछि से केउठी बस ताकू जानिबा दरकार हां हां पचारि देले एस सहदेव कले कह सहदेव सर्वज्ञ वर वर तो मान काहि कुरुवीर हिरथी होई अछि जीवन रे नरेंद्र मुंड मोरी भी सेठारे थारे ताकू रवि सुत दे थारे ताकू रवि सुत दे थारे रे अंगुली रे
ଜାଣି ପାରନ୍ତି ସହଦେବ ଭବିଷ୍ୟବାଣୀ କୁହନ୍ତି କହିଦେଲେ ସହଦେବ କହିଲେ ବର୍ତ୍ତମାନ ଲଙ୍ଗିତଂ ରକ୍ତତଟାନି ସୁଦସ୍ୟ ଭୟଙ୍କରେ ଛିନ୍ନ ଘଟଉ ସବେନ ଗୋଟେ ଶବରେ ପାର ହୋଇ ଭୀଷ୍ମଙ୍କର ଇଙ୍ଗିତରେ ସେ ବ୍ୟାସ ସରୋବରରେ ଯାଇ ଲୁଚି ରହିଛି ଜାଣିଦେଲା ଭୀମ କହିଲା ବ୍ୟାସ ସରୋବରରେ ଲୁଚିଛି ଯାଉଛୁ ତାହେଲେ କହିଲା ଜଳରେ ଲୁଚିଛି ଖଳରେ ये बोली बोढ़ाते पादो अरे बोले बोढ़ाते पादो हसरे बंधु हसरे प्रभु रोकिले पादो अरे जेतले सुनी देला भीम जे व्यास सरवर दुर्योधन काल विलंब न करी तर तर करी दौड़ी गला दौड़ी जीवा बेले भगवान कृष्ण डाकी देले कहले ए भीम कोनला कहले पानी की घेनी मो पानी की पसी जाओ ना वीर हाय रे पसी जाओ ना वीर हटिबो उदय काटिबो देव तोतीर हाय रे तो भगवान कृष्ण कहले भीम कोनला एमती गर्व भावरे अहम भावरे से व्यास सरोवर को पसी जाना तर तर रे जे अहम भावर सहित गर्वर सहित व्यास सरोवर रे प्रवेश करे आपण मानकर चंपू भारत संस्कृत कहले गच्छन्ति प्रेतपुर दर्शनाय बिरंची विष्णु जदि वाम देव स्पर्शन्ति पय जदि भवापर्ण त्रायन्ति नरक वा व्यासा सापात व्यासंकर अभिशाप अछि बलत्कार रे जिए से व्यास सरोवर रे पहुंची जीव तार मूर्धना पात हबो छाती फाटिबो मरिबो से मरिबो जाना ओहि जा कहले भीम एमिति पसी जाना आ कोन करबी लेउटी आसिला भीम को करबी आ कहला प्रभु मु तुम पाद छुई शपथ करिथिली मु परा दुर्योधन को मारिबी जदि मारी न पारिबी ताले मरिबी बस ताले तमे तो मना करछ मु व्यास सरोवर को जाई परिबिनी कोन करबी तार तो दुर्योधन को मारी परिबिनी ताले अग्नि लगा मरिबी जदि न मारी परिबी मु मरिबी आ विलंब कोन पाई